ମହାରୁଦ୍ରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଓ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ। ଶାଣ ଶୀର୍ଣ୍ଣ ଶୀତରେ ପ୍ରସ୍ଫୁଟିତ କୁସୁମର ମହମହ ବାସ୍ନାରେ ବିଫଳ ହୋଇ ଉଠୁଥିବା କୋମଳମତୀ ଶିଶୁ ସୁଲଭ ପ୍ରତିଭାର ସ୍ମୃତି ଫଳକୁ ସାଉଁଟିବା ଆଶା ନେଇ ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅନ୍ତର୍ଗତ ବାରିପଦା ପଞ୍ଚାୟତର ମହାରୁଦ୍ରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିପୁଣ ଓଡ଼ିଶା ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ରୁହିଆ ଟୁଡୁ, ମୁଖ୍ୟ ବକ୍ତା ସମିତି ସଭ୍ୟ ସୁଧାକର ଆଚାର୍ଯ୍ୟ, ସମ୍ମାନିତ ଅତିଥି ସରପଞ୍ଚ ସୂର୍ଯ୍ୟକାନ୍ତ ମାଝୀ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ହୃଷିକେଶ ବେହେରା, ଅନ୍ୟତମ ସମ୍ମାନୀୟ ଅତିଥି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ପାଢ଼ୀ, ରବୀନ୍ଦ୍ର ପଣ୍ଡା, ବରିଷ୍ଠ ସଦସ୍ୟ ସୁରେନ୍ଦ୍ର ପଣ୍ଡା, କମିଟି ସଭାପତି ଦେବବ୍ରତ ମାଝୀ ପ୍ରମୁଖ ମଞ୍ଚାସୀନ ହୋଇ ଶିକ୍ଷାର୍ଥୀଙ୍କ ଉଦ୍ଦେଶ୍ୟରେ ମହତ୍ୱପୂର୍ଣ୍ଣ ବାଣୀ ରଖିଥିଲେ। ଉକ୍ତ ସଭାରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ କାଳୀଚରଣ ସେଠୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସଭାରେ ପ୍ରଧାନ ଶିକ୍ଷୟିତ୍ରୀ ରାଧାରାଣୀ ମୁର୍ମୁ ସଭାପତିତ୍ୱ କରିଥିବା ବେଳେ ଶିକ୍ଷୟିତ୍ରୀ ମହେଶ୍ୱତା ପାଢ଼ୀ ବାର୍ଷିକ ବିବରଣୀ ପଠନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ମାନସ କୁମାର ଦାସ ସଂଯୋଜନା କରିଥିବା ବେଳେ ଶିକ୍ଷକ ଧରଣୀଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ରାଜ୍ୟ ସରକାରଙ୍କ ତରଫରୁ ଯେଉଁ ଅଭିନବ କାର୍ଯ୍ୟକ୍ରମ ନିପୁଣ ଓଡ଼ିଶାର କ୍ଲଷ୍ଟର ସ୍ତରୀୟ ମେଳା ଓ ବାର୍ଷିକ ଉତ୍ସବ ଉପଲକ୍ଷେ ମହାରୁଦ୍ରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିଥିଲେ। ରାଧାରାଣୀ ମୁର୍ମୁ, ଗଭର୍ଣ୍ଣମେଣ୍ଟ ୟୁପି ସ୍କୁଲ ମହାରୁଦ୍ରପୁର ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ। ଆମ ବିଦ୍ୟାଳୟ ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ପାଳନ କରୁଥିଲେ ତଥା ଆମର ନିପୁଣ ଓଡ଼ିଶା ମେଳା ମଧ୍ୟ ଆମ ବିଦ୍ୟାଳୟରେ ଆୟୋଜିତ ହେଉଥିଲା। ନିପୁଣ ଓଡ଼ିଶାରେ କଣ କୁହାଯାଇଥିଲା? ନିପୁଣ ଓଡ଼ିଶା କହିଲେ ଆମର କ୍ଲାସ 1 to 3 ମଧ୍ୟରେ ପିଲାମାନଙ୍କୁ କିପରି ଆମେ କଂକ୍ରିଟ ଆଇଡିଆ ଦେଇ PLM ମାଧ୍ୟମରେ ଶିକ୍ଷା ଦେଇପାରିବା, ଭାଷା ତା ସହିତ ଗଣିତ, ଏ ଦିଟା ଉପରେ ଆମେ କେମିତି ପିଲାମାନଙ୍କୁ କଂକ୍ରିଟ ଆଇଡିଆ ଦେଇ ପାଠ ପଢେଇପାରିବା। ମହାରୁଦ୍ରପୁର ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀମନ୍ତ କୁମାର ଦାସ। ଆଜି କାର୍ଯ୍ୟକ୍ରମ କଣ ହେଲା ଟିକେ ଜାଣିବେ? ଆଜି ମହାରୁଦ୍ରପୁର ସରକାରୀ ଉପ୍ରା ବିଦ୍ୟାଳୟର ନିପୁଣ ଓଡ଼ିଶା ତତ୍ସଙ୍ଗେ ସଙ୍ଗେ ବାର୍ଷିକ କ୍ରୀଡ଼ା ଉତ୍ସବ ହୋଇଥିଲା। ଏଥିରେ ବିଭିନ୍ନ ବାରିପଦା କ୍ଲଷ୍ଟରରୁ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ପିଲାମାନେ ଯୋଗ ଦେଇଥିଲେ। ଏ ହେଉଛି ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ତାଙ୍କର କ୍ରିଏଟିଭିଟି ସୃଷ୍ଟି କରିବା, ସୃଜନାତ୍ମକ ସୃଷ୍ଟି କରିବା, ଭାଷା, ସବୁ ପ୍ରକାର ଚିତ୍ର, ଆ ମାଧ୍ୟମରେ ପିଲାଙ୍କର କେମିତି ଉନ୍ନତି ହେଇପାରିବ, ତ ଆଜି ମୁଁ ପାଠ ପଢ଼ାରେ ଅବହେଳା କରୁଛନ୍ତି ସେ ଯେମିତି ହେବ ନାହିଁ, ସେଇ ବାବଦରେ ନିପୁଣ ଓଡ଼ିଶାର କାର୍ଯ୍ୟକ୍ରମ ଚାଲିଛି। ଆଜି କାର୍ଯ୍ୟକ୍ରମ ହେଉଥିଲା ନିପୁଣ ଓଡ଼ିଶା କ୍ଲଷ୍ଟର ଲେଭେଲର କାର୍ଯ୍ୟକାରୀ ହେଉଥିଲା। ଇଏ ବରିପଦା କ୍ଲଷ୍ଟର CRCC ଶ୍ରୀଯୁକ୍ତ ହୃଷିକେଶ ବେହେରା ସେ ଯେଉଁ କ୍ଲଷ୍ଟର ଲେଭେଲର ନିପୁଣ ଓଡ଼ିଶା କାର୍ଯ୍ୟକ୍ରମକୁ ମହାରୁଦ୍ରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟକାରୀ କରୁଥିଲେ। ତତ୍ ସଙ୍ଗେ ବାର୍ଷିକ ଉତ୍ସବ ଏବଂ କିଛି ବିଦାୟକାଳୀନ ପ୍ରଧାନ ଶିକ୍ଷକର ସମ୍ବର୍ଦ୍ଧିତ କରାଯାଉଛି। ନିପୁଣ ଓଡ଼ିଶାର ଆଭିମୁଖ୍ୟ ବାବଦ ଟିକେ କହିବେ? ନିପୁଣ ଓଡ଼ିଶାର ଆଭିମୁଖ୍ୟ ରହୁଛି 2020 NEP ର ଆଭିମୁଖ୍ୟ ରହୁଛି ପ୍ରଥମ, ଦ୍ୱିତୀୟ, ତୃତୀୟ ଯେଉଁମାନେ ଗଣିତ ଏବଂ ଭାଷାରେ ପାରଙ୍ଗମତା ଅର୍ଜନ କରିପାରୁନାହାନ୍ତି ସେମାନଙ୍କୁ ସାମିଲ କରାଯିବ ଏବଂ ସେଥିରେ ପିଲା ପାଠ ପଢ଼ିବା ପାଇଁ ସହଭାଗିତା ଅର୍ଜନ କରିପାରିବେ। ଶିକ୍ଷାର ମାନବୃଦ୍ଧି କରିବାକୁ ହେଲେ ପ୍ରଥମ କଥା ଆମ ପାଖରେ ଯେଉଁ ବିଦ୍ୟାଳୟର ଅଭିଭାବକ SMC କମିଟିର ସହଯୋଗିତା ଟିକେ ଅଂଶଗ୍ରହଣରେ ଟିକେ କମ୍ ରହୁଛି ଏବଂ ତତ୍ସଙ୍ଗେ ପ୍ରଶାସନିକ ଏବଂ ଓଡ଼ିଶା ସରକାର ଯେଉଁଟା ନିପୁଣ ଭାରତର ଲଞ୍ଚ କଲେ, ଯଦି ସେଥିରେ ସହଯୋଗ କରିବେ ନିଶ୍ଚୟ ଶିକ୍ଷା ଆଗକୁ ଆଗେଇବ। ଜାତୀୟ ଶିକ୍ଷାନୀତି ବାବଦରେ ଯେଉଁ ଆସିଛି ସରକାରଙ୍କ ତରଫରୁ ସେ ବାବଦରେ ସବିଶେଷ ତଥ୍ୟ ଦେବେ। ଶିକ୍ଷାନୀତିରେ ଆପଣଙ୍କର ଦେଖନ୍ତୁ, ଶିକ୍ଷାନୀତି ଏଇଥିପାଇଁ କରାହେଉଛି ଯେଉଁଥିପାଇଁ ଓଡ଼ିଶାକୁ ଆଗକୁ ନେବା ପାଇଁ ଓଡ଼ିଶା ସରକାର ଗୋଟେ ପ୍ରୟାସ ଜାରି କରିଛନ୍ତି। ତନ୍ମଧ୍ୟରେ ଆପଣ ଯେଉଁ ପ୍ରଥମ, ଦ୍ୱିତୀୟ, ତୃତୀୟ ଏ ପିଲାର ପାଠପଢ଼ାରେ ଟିକେ ଅବହେଳିତ ରହୁଥିଲେ। ଯଦି ରହୁଥିଲେ ବର୍ତ୍ତମାନ ଆପଣଙ୍କର ସେପ୍ଟେମ୍ବର 1 ଠୁ ପ୍ରଥମ ଶ୍ରେଣୀ ପିଲା 6 ବର୍ଷରେ ଆଡମିସନ ହେବ ଏବଂ ବାକି 3 ବର୍ଷରୁ 5 ବର୍ଷ ଭିତରେ ଯେଉଁ ବାଲବାଟିକା ରହିଲା
ସେଥିରେ ଗୋଟେ କ୍ଲାସ ଆଉ ଗୋଟେ କ୍ରିଏଟ କରାହେଲା। ରାକେଶ ବେହେରା ସିଆରସିସି ବରିପଦା କ୍ଲଷ୍ଟର ବାହାନା ବ୍ଲକ। ବରିପଦା କ୍ଲଷ୍ଟରର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମହାରୁଦ୍ରପୁରରେ ଆମର କ୍ଲଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା ଆୟୋଜିତ ହୋଇଛି। ଏହି ମେଳାରେ ମୋଟ 8ଟି ବିଦ୍ୟାଳୟର 80 ଜଣ ପ୍ରଥମ ଦ୍ୱିତୀୟ ତୃତୀୟ ଶ୍ରେଣୀର ଶିକ୍ଷାର୍ଥୀ, ତାଙ୍କ ସହିତ 8 ଜଣ ଶିକ୍ଷକ ଓ ଅଭିଭାବକ ମାନେ ଯୋଗ ଦେଇଥିଲେ। ଏହି ମିଟିଂରେ ନିପୁଣ ଓଡ଼ିଶାର ଆଭିମୁଖ୍ୟ, ନିପୁଣ ଓଡ଼ିଶା ଫଳରେ ପିଲାମାନଙ୍କର କଣ ଦକ୍ଷତାର ବୃଦ୍ଧି ହେଇପାରିବ ସେ ବିଷୟ ମଧ୍ୟ ଉତ୍ଥାନର ଆଲୋଚନା ହେଇଥିଲା। ନିପୁଣ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଯାହାକି ସରକାର ଯୋଉ NEP 2020 କାର୍ଯ୍ୟକ୍ରମ ସରକାର ଆଗକୁ ନେଇଛନ୍ତି ଯେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ପିଲାମାନେ କିଭଳି ଭାଷା ଓ ଗଣିତରେ ଦକ୍ଷ ହେଇପାରିବେ, ତାହା ହଉଛି ନିପୁଣ ଓଡ଼ିଶାର ମୁଖ୍ୟ ଆଭିମୁଖ୍ୟ। କାରଣ ସରକାରଙ୍କର ଆଭିମୁଖ୍ୟ ରହିଛି ଯେ ଜଣେ ଗୋଟେ ପିଲା ତୃତୀୟ ଶ୍ରେଣୀ ପାସ୍ ବେଳକୁ ଯେପରି ସେ ଠିକ ଭାବରେ ପଢି ପାରୁଥିବ, ଲେଖି ପାରୁଥିବ ଓ କହିପାରୁଥିବ, ତା ଦ୍ୱାରା ଶିକ୍ଷାର ଆଭିମୁଖ୍ୟ ସ୍ପଷ୍ଟ ହେଇପାରିବ। ସୌର ବାହାନଗାରୁ ଜୟଦେବ ଆଚାର୍ଯ୍ୟଙ୍କ ରିପୋର୍ଟ, କାମୟାବ ଟିଭି।